ଫୋନ୍ଟା ରିସିଭ୍ କରିବାର ନା ଧରୁନି। କ'ଣ କହିବେ? ଆଉ କ'ଣ କହିବି? DSP ବାରମ୍ବାର ଫୋନ୍ କରୁଛି ଆଉ ଧମକ ଦେଉଛି। ଆମେ ତା କଥାରେ କାମ ନ କଲେ ଆମ 7 କୋଟି ଟଙ୍କାରେ ନିଆଁ ଲଗେଇଦେବ। ଆଉ ଆମର ଯୋଉ ଦି ଏଜେଣ୍ଟ ଧରା ପଡ଼ିଛନ୍ତି ସେମାନେ ଯଦି ଏକ୍ସପୋଜ କରିଦେଲେ ତାହେଲେ ଆମ ଧନ୍ଦାରେ ତାଲା ପଡ଼ିଯିବ। DSP 25 ଲକ୍ଷ ମାଗିଛି ତ? ତାକୁ ଆଉ 25 ଲକ୍ଷ ମିଶେଇ 50 ଲକ୍ଷ କରି ଛାଡ଼ି ଦିଅ। ସିଏ ଆମ ମାଲ ସାଙ୍ଗକୁ 2 ଜଣ ଲୋକଙ୍କୁ ବି ଛାଡ଼ିଦେବ। ଆହୁରି 25 ଲକ୍ଷ ଟଙ୍କା? ହଁ। ଆରେ ଟଙ୍କା କ'ଣ ଗଛରେ ଫଳୁଛି? ହଁ। ଆରେ 50 ଲକ୍ଷ ଟଙ୍କା ଦେଲେ ମୁଁ ଭୁବନେଶ୍ୱରରୁ 250 ଝିଅ ମିଳିଛି। ଆଉ ଆଣୁନା। ତୋ ଦ୍ୱାରା କିଛି ହଉନି। ସବୁ ଝିଅକୁ କଣ୍ଟାକ୍ଟ କଲି। କିଏ କହିଲା ବିଜି ଅଛି, ଆଉ କିଏ କହିଲା ଘରେ ନାହିଁ, ଆଉ କିଏ କହିଲା ଆରେ ଖାଲି ଇଆଡୁ ସିଆଡୁ ଗପୁଛୁ। DSP କହିଛି 1 ଘଣ୍ଟା ଭିତରେ 25 ଲକ୍ଷ ଟଙ୍କା ଗୋଟିଏ ସୁନ୍ଦରୀ ଝିଅ ଦରକାର। ସୁନ୍ଦରୀ ଝିଅ? ହଁ ସୁନ୍ଦରୀ ଝିଅ। ଏ ମଞ୍ଜି ଶୁଣିଲୁ ଆମ ଅଫିସରେ ଯୋଉ ଝିଅଟା ଅଛି, ଆରେ ତୁ ତା ସହିତ ବୁଲାବୁଲି କରୁଛୁ। ହଁ ମିଠି ତାକୁ ପଠେଇଦେଲେ କେମିତି ହୁଅନ୍ତା? ସିଏ ଆଉ ଅଛି ଯେ ଆପଣ ଖାଇବେ। ସେ ଆପଣ ଯୋଉ ମନୋଜ ଡ୍ରାଇଭର ଆଣିଥିଲେ ତା ସହିତ ପାଠେଇ ହଉଛି। ତାହେଲେ ତୋ ଦ୍ୱାରା କିଛି ହବନି। ଯଦି ଆମ 7 କୋଟି ଟଙ୍କା ହାତରୁ ଚାଲିଯାଏ ତାହେଲେ ଆମ ଭିକ ମାଗିବାଟା ଥୟ। ମୋ ମୁଣ୍ଡ ବି କିଛି କାମ କରୁନି। ସୁନ୍ଦରୀ ଝିଅ ଅଛି ଗା? ସୁନ୍ଦରୀ ଝିଅ ଅଛି? କୋଉଠି ଅଛି? ମିଠି ମିଠି ଘରେ ଥାଉ ଥାଉ ଆମର 7 କୋଟି ଟଙ୍କା ଲସ୍ ହେଇଯିବ। ଏ କଥା ମୁଁ କଥା ବି ହବାକୁ ଦେବିନି। ଆରେ ମିଠି ଆମ କଥାରେ ରାଜି ହବ? ଏଇ କଥାଟା କାଇଁ ମୋର ବିଶ୍ୱାସ ହଉନି। ମୁଁ ତା ସ୍ୱାମୀ, ସେ ମୋ ସ୍ତ୍ରୀ, ସିଏ ମୋ କଥା ରାଜି ହବନି। ଆପଣ ଦେଖନ୍ତୁ ମୋ ବାଣ କେମିତି କାମ କରୁଛି। ମିଠି ମିଠି ଯାଉଛି ଚାଲିରେ ତୋର ପଦ୍ମ ଫୁଟେ, ଓଠରୁ ଝରୁଛି ମହୁ, ଆଖି ଦୁଇଟି ନୀଳ ନୟନା, କଥା ତ କହିଲି ଓହୋ କି ମୁଚୁକୁଣ୍ଡିଆ ହସ। ଟିକେ ମୁହଁ ଖୋଲି ହସୁନା। ମିଠି ମୁଁ କ'ଣ କହୁଥିଲି କି? ଶୁଣ, DSP ପାଖକୁ ମୁଁ ଯିବି। ଗୋଟେ କାମ କର, ଆପଣମାନେ ମୋ ଆଡ୍ରେସ୍ ଦିଅନ୍ତୁ। ନା ମୋ ସହିତ କିଏ ଯିବେ? କିଏ ଯିବା ଦରକାର ନାହିଁ, ମୁଁ ନିଜେ ଚାଲିଯିବି। ତାମାନେ ତୁ? ହଁ, ଭଲ ପାଇଲି। ମୁଁ ତ ମୋ ପ୍ରେମିକର ହେଇପାରିଲିନି। ବାହା ହେଲି, ମୁଁ ତ ତାଙ୍କ ସ୍ତ୍ରୀ ହେଇପାରିଲିନି। ଆଉ ମୋ ଭାଇ ଘରକୁ ଆସି କ'ଣ ମତେ କହିଦେଲେ ଯେ ଆପଣ ମୋ ହାତରୁ ପାଣି ଗ୍ଲାସ୍ ବି ଛୁଉଁନାହାନ୍ତି। ବରଂ ଭଲ ହବ ଆପଣଙ୍କର 7 କୋଟି ଟଙ୍କା ବଞ୍ଚିଯିବ। କି କାଇଦାରେ କଥାଟା କହିଲୁ। ମୁଁ ପୁରା ଟେନସନ୍ ହେଇଯାଇଥିଲି। ତମେ ସତରେ ଯିବ ତ? ଆଉ ତାହେଲେ ଶୀଘ୍ର ଯାଅ ବାହାରି ଆସ। ଆରେ ପୁଣି କ'ଣ ହେଲା? ଗୋଟେ କାମ କର, ଶାଢ଼ୀ ରଖିଦେଇ ଡ୍ରେସ୍ ପିନ୍ଧି ଆସିବ। ରଖିଦେବି, ହେଲେ ମୋ ହାତରେ ଥିବା ଶଙ୍ଖା, ମୋ ମଥାରେ ଥିବା ସିନ୍ଦୁର କେମିତିକା ଲୋକ? ଶଙ୍ଖା ସିନ୍ଦୁର ଦେଖିଲେ ସେ ଗେଟ୍ ବାହାରୁ ଫେରେଇ ଦେବ। ସେ ବାରମ୍ବାର କହିଛି ତାର ବୋହୂ ଦରକାର ନାହିଁ, ଝିଅ ଦରକାର। ଆଉ କିଏ ହେଲେ କାହିଁକି? ଆସ, ମୋ ହାତରୁ ଶଙ୍ଖା ଖୋଲି ଦିଅ, ମୋ ମଥାରୁ ସିନ୍ଦୁର ପୋଛି ଦିଅ। ଆରେ
ডিএসপি রাখিলে আমার ସାତ କୋଟି ଟଙ୍କା ଲସ୍ ହେଇଯିବ ଏ କଥା ମୁଁ ଜମା ହେବାକୁ ଦେବିନି ବରଂ ଭଲ ହବ ମୁଁ ନିଜେ ସଖା ସିଂହର ଖୋଜିଦେବି ମୋ ହାତରୁ ଶଙ୍ଖା ତ ଖୋଲିଦେଲା ହେଲେ ମୋ ମତରେ ଲାଗିଥିବା ସିନ୍ଦୁରଟାକୁ ବି ପଚି ଦିଅ ଆରେ ଠିଆ ହେଲା କାହିଁକି ଆସ ମୋ ନିଜ ହାତରେ ମୋ ନିଜ ସିନ୍ଦୁର